ତୁଳସୀ ଆର୍ଟ୍ସ ଓଡ଼ିଶାରେ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ଆଜି ଗୋଟିଏ ପାଣି ଟ୍ୟାପ୍ର ଚିତ୍ର ଆଙ୍କିବା। ରେଫରେନ୍ସ ଇମେଜ ମୁଁ ଦେଇଦେଇଛି। ବର୍ତ୍ତମାନ ତାକୁ ଦେଖି ଆମେ ପାଣି ଟ୍ୟାପ୍ର ଚିତ୍ର ଆଙ୍କିବା, ତାକୁ ସେଡିଂ କରିବା ଏବଂ ରିଅଲିଷ୍ଟିକ୍ ଲୁକ୍ ପାଇଁ ଚେଷ୍ଟା କରିବା। ଏଥିପାଇଁ ମୁଁ ବ୍ୟବହାର କରିଛି HB ପେନ୍ସିଲ, ଆର୍ଟ ଲାଇନ୍ ଡାର୍କ ପେନ୍ସିଲ ଆଉ କଲର ପେନ୍ସିଲର ବ୍ଲାକ୍ କଲର ପେନ୍ସିଲ। କୌଣସି ରିଅଲିଷ୍ଟିକ୍ ଚିତ୍ର ସେଡିଂ କରିବା ଆଗରୁ କେତେ ଗୁଡ଼େ ଇମ୍ପୋର୍ଟାଣ୍ଟ ଜିନିଷ ପ୍ରତି ଆମେ ଧ୍ୟାନ ଦେବା, ଯେମିତିକି ବର୍ଡର ଲାଇନ୍ ପରଫେକ୍ଟ ରହିବା ଦରକାର, ନହେଲେ ରିଅଲିଷ୍ଟିକ୍ ଲାଗିବ ନାହିଁ। ତେଣୁ ଆମେ ଜିଓମେଟ୍ରି ବକ୍ସର ସହାୟତା ନେବା। ପ୍ରପରଲି ବର୍ଡର ଲାଇନ୍ ଆଙ୍କି ସାରିବା ପରେ ସେଡିଂ କରିବା। ଆଗରୁ ମୁଁ ସେଡିଂ ବିଷୟରେ କହିଛି, ହାଲକା ହାଲକା ସେଡିଂ କରିବା, ଲେୟାରିଂ କରିବା। କିନ୍ତୁ ଏଠି ସବୁଠୁ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି କୋଉ ଏରିଆ କେତେ ଡିଗ୍ରୀରେ ସେଡିଂ କରାଯିବ, ଅର୍ଥାତ୍ ଡାର୍କନେସ୍ କେତେ ରହିବ। ଯେକୌଣସି ପେଣ୍ଟିଂ ଆପଣ କରନ୍ତୁ, ଆମେ ଯଦି ଏରିଆ ଡିଟରମାଇନ୍ କରିଦେବା ପେନ୍ସିଲରେ ଲାଇନ୍ ଡ୍ର କରିକି ଯେ ଏଇ ଏରିଆରେ ଏତିକି ପରିମାଣରେ ଡାର୍କନେସ୍ ରହିବ, ଏ ଏରିଆରେ ଏତିକି ପରିମାଣରେ ଲାଇଟ୍ ରହିବ, ଯାଦ୍ୱାରା ଆମକୁ ଡ୍ର କରିବା ଏବଂ ସେଡିଂ କରିବା ସହଜ ହେଇଯିବ। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହ୍ୱାଇଟ୍ ଏରିଆ, ଯେଉଁଗୁଡ଼ାକ ହ୍ୱାଇଟ୍ ଏରିଆ ଆପଣ ଯଦି କମ୍ପ୍ଲିଟ୍ ସେଡିଂ କରୁଛନ୍ତି, ତାହେଲେ ହ୍ୱାଇଟ୍ ଏରିଆ ଗୁଡ଼ିକୁ ଆପଣ ପଛରେ ଇରେଜର ସାହାଯ୍ୟରେ ଲିଭାଇ ପାରିବେ। ଆପଣ ତାକୁ ହ୍ୱାଇଟ୍ ଜେଲ୍ ପେନ୍ ସାହାଯ୍ୟରେ ହାଇଲାଇଟ୍ କରିପାରିବେ କିମ୍ବା ହ୍ୱାଇଟ୍ କଲର ବି ୟୁଜ୍ କରିପାରିବେ। କିନ୍ତୁ ସବୁଠୁ ବେଷ୍ଟ ହେବ ଆପଣ ସେଡିଂ ଏରିଆକୁ ହ୍ୱାଇଟ୍ ଯଦି କରିବାକୁ ଚାହୁଁଛନ୍ତି, ତାକୁ ବହୁତ ସାର୍ପ ଇରେଜର ଦ୍ୱାରା ଆପଣ ତାକୁ ଲିଭେଇ ଦିଅନ୍ତୁ, ଯାଦ୍ୱାରା ହାଇଲାଇଟେଡ୍ ପୋର୍ସନ ଭଲ ଭାବରେ ଦେଖାଯିବ। ବାକି ଏରିଆ କିଛି ଡାର୍କ ରଖନ୍ତୁ, ଯାଦ୍ୱାରା ସେ ପେପରଠୁ ଅଲଗା ଦେଖାଯିବ। ଆମେ ତାକୁ ଗୋଟେ ଅବଜେକ୍ଟ ବୋଲି ଡିଷ୍ଟିଂଗୁଇଶ କରିପାରିବା। ପେନ୍ସିଲ ଆଉ ରବର ଯଥେଷ୍ଟ, ୟା ଉପରେ ଗୋଟିଏ ଭିଡ଼ିଓ ମୁଁ ଦେଇଛି। ତେଣୁ ତାର ଉପଯୋଗ ଆମେ ଏଇଭଳି ଅବଜେକ୍ଟ ବନାଇବାରେ ଚେଷ୍ଟା କରିବା। ବିଭିନ୍ନ ପ୍ରକାରର ଷ୍ଟିଲର ଅବଜେକ୍ଟ ଯାହାକି ଆମ ପାଇଁ ପେନ୍ସିଲ ଆଉ ରବର ୟୁଜ୍ କରି କରାଯାଇପାରିବ। ଇଏ ଗୋଟେ ଉଦାହରଣ ପାଣି ଟ୍ୟାପ୍। ଭଲ ଲାଗିଥିଲେ ଲାଇକ୍ ନିଶ୍ଚିନ୍ତ କରିବେ ଏବଂ ତୁଳସୀ ଆର୍ଟ୍ସ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।